ବେନ୍ ସିରାକଙ୍କର ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 40। ମନୁଷ୍ୟର ଶୋଚନୀୟ ଅବସ୍ଥା। ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ଅତ୍ୟଧିକ ପରିଶ୍ରମ ନିରୂପିତ। ମାତୃଗର୍ଭରୁ ବାହାରିବା ଦିନଠାରୁ ଜନନୀ ନିକଟକୁ ଫେରିଯିବାର ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆଦାମଙ୍କ ସନ୍ତାନମାନଙ୍କ ଉପରେ ଏକ ଭାରାକ୍ରାନ୍ତ ଜୁଆଳି ଲଦି ଦିଆଯାଇଅଛି। ମୃତ୍ୟୁ ଦିବସ ସମ୍ବନ୍ଧୀୟ ଭୀତି ସେମାନଙ୍କ ହୃଦୟକୁ ଉଦ୍ବିଗ୍ନତା ତଥା ଭୟରେ ଭରିଦିଏ। ମନୋହର ସିଂହାସନରେ ଆସୀନ ବ୍ୟକ୍ତିଠାରୁ ଧୂଳି ତଥା ଭସ୍ମରେ ନିଜକୁ ବିନୀତ କରୁଥିବା ବ୍ୟକ୍ତି ପର୍ଯ୍ୟନ୍ତ, ବାଇଗଣୀ ତଥା ମୁକୁଟ ବିଭୂଷିତ ବ୍ୟକ୍ତିଠାରୁ ଚଟବସ୍ତ୍ର ପରିହିତ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ କ୍ରୋଧ, ଈର୍ଷା, ବିକ୍ଷୋଭ, ଅଶାନ୍ତି, ମୃତ୍ୟୁର ଭୟ, କୋପ, କଳହ, ବିବାଦ ଇତ୍ୟାଦିର ଅଧୀନସ୍ଥ ହୋଇଛନ୍ତି। ଜଣେ ଯେବେ ଶଯ୍ୟାରେ ଶୟନ କରେ ତେବେ ନୈଶ ନିଦ୍ରା ତାର ମନକୁ ବିଭ୍ରାନ୍ତ କରେ। କ୍ଷଣକାଳ ମାତ୍ର ସେ ବିଶ୍ରାମ ଭୋଗ କରେ ଓ କେତେକ ସମୟରେ ସେ ସେଥିରୁ ମଧ୍ୟ ବଞ୍ଚିତ ହୁଏ। ତାର ଉଜାଗର ସମୟ ସଦୃଶ ନିଦ୍ରା ସମୟରେ ମଧ୍ୟ ରଣଭୂମିରୁ ପଳାୟନ କରିଥିବା ଜଣେ ଲୋକ ଭଳି ତାର ମନ ସ୍ୱପ୍ନ ସକଳ ଦ୍ୱାରା ବ୍ୟତିବ୍ୟସ୍ତ ହୁଏ। ତାର ରକ୍ଷା ସମୟ ସନ୍ନିକଟ ହେବାବେଳେ ସେ ଚେଇଁ ଉଠେ ଓ ତାର ଦର୍ଶନ ଗୁଡ଼ିକ ଯେ ଏକ ସ୍ୱପ୍ନ ଏହା ଜାଣି ସେ ଆଶ୍ଚର୍ଯ୍ୟାନ୍ୱିତ ହୁଏ। ମନୁଷ୍ୟ କିମ୍ବା ପଶୁ ହେଉ, ସମସ୍ତ ପ୍ରାଣୀ ପାଇଁ, ବିଶେଷତଃ ପାପୀମାନଙ୍କ ନିମନ୍ତେ ସପ୍ତଗୁଣ ମୃତ୍ୟୁ, ରକ୍ତପାତ, କଳହ, ଖଡ୍ଗ, ବିପଦ, ଦୁର୍ଭିକ୍ଷ, ଦୁର୍ଗତି ତଥା ମହାମାରୀ ସଂଘଟିତ ହୁଏ। ଦୁଷ୍ଟମାନଙ୍କ ସକାଶେ ଏ ସମସ୍ତ ସୃଷ୍ଟ ଓ ସେମାନଙ୍କ ଯୋଗୁଁ ଜଳ ପ୍ରଳୟ ସଂଘଟିତ ହେଲା। ମାଟିରୁ ଉଦ୍ଭବ ସବୁ କିଛି ମାଟିକୁ ଫେରିଯାଏ ଓ ଜଳକୁ ଆବିର୍ଭୂତ ପଦାର୍ଥ ଜଳକୁ ପ୍ରତ୍ୟାଗମନ କରେ। ଲାଞ୍ଚ ଗ୍ରହଣ ତଥା ଅନୀତି ନିଃଶେଷ ହେବ, କିନ୍ତୁ ବିଶ୍ୱସ୍ତତା ଅଧ୍ୟବସାୟୀ ହୋଇ ରହିବ। ଅନ୍ୟାୟକାରୀମାନଙ୍କ ଧନସମ୍ପଦ ଶୀଘ୍ର ପ୍ରବାହିତ ନଦୀ ସଦୃଶ ଶୁଷ୍କ ହୋଇଯିବ ଓ ବୃଷ୍ଟିପାତ ବେଳେ ସଂଘଟିତ ଗଭୀର ବଜ୍ର ନିନାଦ ସଦୃଶ ନିଶ୍ଚିହ୍ନ ହେବ। ଜଣେ ଉଦାର ବ୍ୟକ୍ତି ଆନନ୍ଦିତ ହେବ, ସେହିପରି ଅପରାଧୀମାନେ ସମୂଳେ ନିଶ୍ଚିହ୍ନ ହେବେ। ଅଧର୍ମୀମାନଙ୍କ ସନ୍ତାନଗଣ ବହୁ ଶାଖା ପ୍ରଶାଖା ବିମଣ୍ଡିତ ହେବେ ନାହିଁ। ଶୈଳ ମଧ୍ୟରେ ମୂଳ ବିସ୍ତାର କରିଥିବା ଦୁର୍ବଳ ଚେର ସେମାନେ ଅଟନ୍ତି। ଜଳାଶୟ କିମ୍ବା ନଦୀ ତଟରେ ଦଣ୍ଡାୟମାନ ସୋଲ ଅନ୍ୟ କୌଣସି ତୃଣ ଅପେକ୍ଷା ବହୁ ପୂର୍ବରୁ ଉତ୍ପାଟିତ ହୋଇପାରେ। ଆଶିଷଯୁକ୍ତ ଉଦ୍ୟାନ ସଦୃଶ ଅଟେ କରୁଣା ଓ ଦାନ ଧର୍ମ ଚିରନ୍ତନ ଅଟେ। ଆତ୍ମବିଶ୍ୱାସୀ ବ୍ୟକ୍ତି ତଥା ପରିଶ୍ରମୀ ବ୍ୟକ୍ତି ପାଇଁ ଜୀବନ ସୁମିଷ୍ଟ, କିନ୍ତୁ ଯିଏ ପ୍ରଚୁର ଧନସମ୍ପଦ ଲାଭ କରିଅଛି ସେ ଉଭୟଙ୍କ ଅପେକ୍ଷା ଅଧିକ ଭାଗ୍ୟବାନ। ସନ୍ତାନଗଣ ନିଜ ନିର୍ମିତ ନଗରୀ ଜଣେ ବ୍ୟକ୍ତିକୁ ପ୍ରସିଦ୍ଧ କରେ, କିନ୍ତୁ ଜଣେ ନିର୍ଦ୍ଦୋଷ ପତ୍ନୀ ଭୟଙ୍କର ଅପେକ୍ଷା ଶ୍ରେଷ୍ଠତର ରୂପେ ବିବେଚିତ ହୁଏ। ଦ୍ରାକ୍ଷାରସ ତଥା ସଙ୍ଗୀତ ହୃଦୟକୁ ସନ୍ତୁଷ୍ଟ କରେ, କିନ୍ତୁ ପ୍ରଜ୍ଞାର ପ୍ରୀତି ଉଭୟଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ। ବଂଶୀ ତଥା ବୀଣା ସୁମଧୁର ସଙ୍ଗୀତ ସୃଷ୍ଟି କରେ, କିନ୍ତୁ ଶ୍ରୁତି ମଧୁର ମାନବ ସ୍ୱର ଉଭୟ ଅପେକ୍ଷା ଅଧିକ ଶ୍ରେଷ୍ଠ। ପ୍ରସନ୍ନତା ତଥା ସୌନ୍ଦର୍ଯ୍ୟତା ଚକ୍ଷୁର କାମ୍ୟ, କିନ୍ତୁ ଶସ୍ୟର ସବୁଜ ନବ ପଲ୍ଲବ ଉଭୟ ଅପେକ୍ଷା ଅଧିକ ଉତ୍କୃଷ୍ଟ। ବନ୍ଧୁ କିମ୍ବା ସାଥୀ ସର୍ବଦା ସ୍ୱାଗତ ଯୋଗ୍ୟ, କିନ୍ତୁ ପତି ପତ୍ନୀଙ୍କର ମିଳନ ଉଭୟଙ୍କ ଅପେକ୍ଷା ଅଧିକ ଅଭିକାମ୍ୟ। ସହୋଦରଗଣ
ତଥା ସାହାଯ୍ୟ ଅନିଷ୍ଟ ସମୟ ପାଇଁ ଉପଯୋଗୀ, କିନ୍ତୁ ଦାନ ଧର୍ମ ଉଭୟଙ୍କ ଅପେକ୍ଷା ଅଧିକ ନିରାପତ୍ତା ଅଟେ। ସ୍ୱର୍ଣ୍ଣ ତଥା ରୌପ୍ୟ ପାଦକୁ ଦୃଢ଼ କରେ, କିନ୍ତୁ ସଦୁପଦେଶ ଉଭୟ ଅପେକ୍ଷା ଅଧିକ ମୂଲ୍ୟବାନ ରୂପେ ବିବେଚିତ ହୁଏ। ଧନ ସମ୍ପଦ ତଥା ଶକ୍ତି ହୃଦୟକୁ ଉତ୍ତେଜିତ କରେ, କିନ୍ତୁ ପ୍ରଭୁଙ୍କ ପ୍ରତି ଭୟଭକ୍ତି ଉଭୟ ଅପେକ୍ଷା ଅଧିକ ଶ୍ରେଷ୍ଠ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ଦ୍ୱାରା କୌଣସି କ୍ଷତି ଘଟେ ନାହିଁ, ତା ସହ ଅନ୍ୟ କୌଣସି ସାହାଯ୍ୟ ଅନାବଶ୍ୟକ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ଆଶୀଷଯୁକ୍ତ ଏକ ଉଦ୍ୟାନ ସଦୃଶ। ଅନ୍ୟ କୌଣସି ଗୌରବ ଅପେକ୍ଷା ତାହା ମନୁଷ୍ୟକୁ ଅଧିକ ଆଚ୍ଛାଦନ କରେ। ହେ ମୋର ବତ୍ସ, ଏକ ଭିକ୍ଷୁକ ସଦୃଶ ଜୀବନଯାପନ କର ନାହିଁ। ଭିକ୍ଷା କରିବା ଅପେକ୍ଷା ମୃତ୍ୟୁବରଣ ବରଂ ଶ୍ରେୟସ୍କର। ଯେଉଁ ମନୁଷ୍ୟ ଅନ୍ୟ ଜଣେ ବ୍ୟକ୍ତିର ଭକ୍ଷଣ ମେଜରେ ଆଶ୍ରୟ ନିଏ, ତାହାର ଜୀବନ ନାମରେ ବିବେଚିତ ହୋଇ ନପାରେ। ଅନ୍ୟ ବ୍ୟକ୍ତିର ଆହାର ଦ୍ୱାରା ସେ ନିଜକୁ କଳଙ୍କିତ କରେ, କିନ୍ତୁ ଜଣେ ବୁଦ୍ଧିମାନ ତଥା ଶିକ୍ଷିତ ବ୍ୟକ୍ତି ତାହା କେବେ ହେଁ କରିବ ନାହିଁ। ନିର୍ଲଜ୍ଜର ଅଧରରେ ଭିକ୍ଷା ସୁମଧୁର ଅଟେ, କିନ୍ତୁ ତାର ଉଦରରେ ଏକ ଅଗ୍ନି ପ୍ରଜ୍ୱଳିତ ହୋଇଛି। ଅଧ୍ୟାୟ 41। ହେ ମୃତ୍ୟୁ, ନିଜ ସମ୍ପଦ ଗୁଡ଼ିକ ମଧ୍ୟରେ ଯିଏ ଶାନ୍ତିପୂର୍ବକ ଜୀବନଯାପନ କରେ, ଉତ୍କଣ୍ଠାହୀନ ଭାବେ ଯିଏ ସମସ୍ତ କାର୍ଯ୍ୟରେ ଐଶ୍ୱର୍ଯ୍ୟଶାଳୀ ଅଟେ ଓ ନିଜ ଖାଦ୍ୟ ଆସ୍ୱାଦନ କରିବା ପାଇଁ ଅଦ୍ୟାବଧି ଯାହାର ଶକ୍ତି ରହିଛି, ତା ପାଇଁ ତୁମର ସ୍ମୃତି କେତେ ତିକ୍ତତର। ହେ ମୃତ୍ୟୁ, ଯିଏ ଅଭାବଗ୍ରସ୍ତ, ଯାହାର ଶକ୍ତି କ୍ଷୀଣ ହୋଇ ଆସୁଛି, ଯିଏ ଜଣେ ବୃଦ୍ଧ ଓ ସମସ୍ତ ବିଷୟ ସମ୍ବନ୍ଧରେ ଯିଏ ଉତ୍କଣ୍ଠିତ, ଯିଏ ଅସନ୍ତୁଷ୍ଟ ଓ ଅଧୈର୍ଯ୍ୟ, ତା ପାଇଁ ତୁମର ବିଚାର ସ୍ୱାଗତ ଯୋଗ୍ୟ। ମୃତ୍ୟୁ ରାୟ ସମ୍ବନ୍ଧରେ ଭୀତ ହୁଅ ନାହିଁ। ତୁମ ଅତୀତ ଜୀବନ ତଥା ଜୀବନାତ୍ମୀୟ ସମ୍ପର୍କରେ ସ୍ମରଣ କର। ସମସ୍ତ ମାଂସ ମାତ୍ର ପ୍ରାଣୀମାନଙ୍କ ପାଇଁ ଏହା ପ୍ରଭୁଙ୍କର ଏକ ନିର୍ଦ୍ଦେଶନାମା ଅଟେ। ପରାତ୍ପରଙ୍କ ସଦିଚ୍ଛାକୁ ତୁମେ କିପରି ଅସ୍ୱୀକାର କରିପାରିବ? ଜଣେ ବ୍ୟକ୍ତିର ଆୟୁଷକାଳ 10 କିମ୍ବା 100 ଅଥବା 1000 ବର୍ଷ ହେଉ, ସେ ସମ୍ବନ୍ଧରେ ପାତାଳରେ କୌଣସି ତଦନ୍ତ ହୁଏ ନାହିଁ। ଦୁଷ୍ଟମାନଙ୍କର ପରିଣାମ। ପାପୀମାନଙ୍କ ସନ୍ତାନମାନେ ଘୃଣ ସନ୍ତାନ ଅଟନ୍ତି। ସେମାନେ ଅଧର୍ମୀମାନଙ୍କ ସମ୍ମିଳନୀ ସ୍ଥାନରେ ଏକତ୍ରିତ ହୁଅନ୍ତି। ପାପୀମାନଙ୍କ ସନ୍ତାନଗଣର ଉତ୍ତରାଧିକାର ବିନାଶ ହେବ। ସେମାନଙ୍କ ବଂଶଧର ନିନ୍ଦାର ପାତ୍ର ହେବେ। ସନ୍ତାନମାନେ ଅଧର୍ମୀ ପିତାଙ୍କୁ ଦୋଷାରୋପ କରିବେ, କାରଣ ସେମାନେ ତାଙ୍କ ଯୋଗୁଁ ତିରସ୍କୃତ ହୁଅନ୍ତି। ହେ ଅଧର୍ମୀଗଣ, ତୁମମାନଙ୍କୁ ଧିକ୍! ତୁମେମାନେ ପରାତ୍ପର ଈଶ୍ୱରଙ୍କ ବିଧାନ ଅଗ୍ରାହ୍ୟ କରିଅଛ। ତୁମେମାନେ ଯେବେ ଜାତ ହେଲ, ତେବେ ତାହା ଏକ ଅଭିଶାପ ପାଇଁ ସଂଗଠିତ ହୋଇଥିଲା ଓ ମୃତ୍ୟୁ ମୁଖରେ ପଡ଼ିବା ବେଳେ ଅଭିଶାପ ତୁମର ଦଶା ହେବ। ଯାହା ଧୂଳିରୁ ଉଦ୍ଭବ, ତାହା ଧୂଳିକୁ ଫେରିଯିବ ଓ ଅଧର୍ମୀମାନେ ଅଭିଶାପ କବଳରୁ ବିନାଶ ଆଡ଼େ ଯାତ୍ରା କରିବେ। ଲୋକେ ସେମାନଙ୍କ ଶରୀରର ବିନାଶ ସମ୍ପର୍କରେ ବିଳାପ କରନ୍ତି, କିନ୍ତୁ ପାପୀମାନଙ୍କ ଦୁର୍ନାମ ମଧ୍ୟ ନିଶ୍ଚିହ୍ନ ହେବ। ତୁମ ସୁନାମ ସମ୍ବନ୍ଧରେ ମନୋଯୋଗୀ ହୁଅ। ତାହା 1000 ବିଶାଳ ସ୍ୱର୍ଣ୍ଣ ଭଣ୍ଡାର ଅପେକ୍ଷା ଅଧିକ ଅକ୍ଷୟ ହୋଇ ରହିବ। ଉତ୍ତମ ଜୀବନର ଦିନ ସକଳ ଗଣିତ ହୋଇଅଛି, କିନ୍ତୁ ସୁନାମ ଚିରସ୍ଥାୟୀ ହୋଇ ରହିବ। ଲଜ୍ଜାଶୀଳତା। ହେ ସନ୍ତାନମାନେ, ମୋର ଶିକ୍ଷା ପାଳନ କରି ଶାନ୍ତିରେ କାଳାତିପାତ କର। ଗୁପ୍ତ ପ୍ରଜ୍ଞା ତଥା ଅଦୃଶ୍ୟ ଧନରେ କି ପ୍ରୟୋଜନ? ଯିଏ ନିଜ ମୂଢ଼ତାକୁ ଲୁଚାଇ ରଖେ, ସେ ଯିଏ ନିଜ ପ୍ରଜ୍ଞାକୁ ଗୁପ୍ତ ରଖେ, ତା ଅପେକ୍ଷା ଶ୍ରେଷ୍ଠତର। ସୁତରାଂ ମୋର ବାକ୍ୟ ସବୁ ପ୍ରତି ଶ୍ରଦ୍ଧା ଜ୍ଞାପନ କର। ସର୍ବବିଧ ବିଷୟ ସମ୍ବନ୍ଧରେ ଲଜ୍ଜାଶୀଳ ହେବା ଉତ୍ତମ ନୁହେଁ,
କିମ୍ବା ସମସ୍ତେ ସର୍ବବିଧ ବିଷୟକୁ ସମୁଚିତ ଭାବେ ବିବେଚନା କରନ୍ତି ନାହିଁ। ଏ ସମସ୍ତ ବିଷୟ ସମ୍ବନ୍ଧରେ ଲଜ୍ଜାଶୀଳ ହୁଅ କିମ୍ବା ମାତା ସମ୍ମୁଖରେ ଲମ୍ପଟାଚରଣ କରିବା, ଦେଶାଧିପତି କିମ୍ବା ଶାସନକର୍ତ୍ତାଙ୍କ ସମ୍ମୁଖରେ ମିଥ୍ୟା କହିବା, ବିଚାରପତି କିମ୍ବା ନ୍ୟାୟାଧୀଶଙ୍କ ସମ୍ମୁଖରେ ଅପରାଧ କରିବା, ଜନମଣ୍ଡଳୀ କିମ୍ବା ଜନତା ସମ୍ମୁଖରେ ଦୋଷ କରିବା, ତୁମ ସହଚର କିମ୍ବା ବନ୍ଧୁ ସମ୍ମୁଖରେ ଅନୀତି ଆଚରଣ କରିବା, ତୁମ ବାସସ୍ଥାନରୁ କିଛି ହରଣ କରିବା, ଏ ସମସ୍ତ ଲଜ୍ଜାଜନକ ଅଟେ। ଈଶ୍ୱରଙ୍କ ବିଶ୍ୱସ୍ତତା ତଥା ବ୍ୟବସ୍ଥା ବିଧାନ ସମ୍ମୁଖରେ ଲଜ୍ଜାଶୀଳ ହୁଅ। ଭୋଜନ ସମୟରେ ସ୍ୱାର୍ଥ ଆଚରଣ ସମ୍ବନ୍ଧରେ ଓ ଗ୍ରହଣ କରିବା କିମ୍ବା ଦାନ କରିବା ବେଳେ ପରବଶ ହେବା ସମ୍ବନ୍ଧରେ ଲଜ୍ଜାଶୀଳ ହୁଅ। ଯେଉଁମାନେ ତୁମକୁ ଅଭିବାଦନ ଜଣାନ୍ତି ସେମାନଙ୍କୁ ପ୍ରତ୍ୟାଭିବାଦନ ନ ଜଣାଇବା, ଏକ ଗଣିକା ପ୍ରତି ଦୃଷ୍ଟି ରଖିବା, ଆତ୍ମୀୟ ବ୍ୟକ୍ତିର ଆବେଦନ ଅଗ୍ରାହ୍ୟ କରିବା, ଅନ୍ୟ ଜଣକର ଅଂଶ କିମ୍ବା ପୁରସ୍କାରକୁ ହସ୍ତଗତ କରିବା, ଅନ୍ୟ ବ୍ୟକ୍ତିର ପତ୍ନୀ ଉପରେ ଦୃଷ୍ଟି ନିକ୍ଷେପ କରିବା ଓ ଦାସମାନଙ୍କ ବିଷୟରେ ହସ୍ତକ୍ଷେପ କରିବା ବିଷୟ ନେଇ ମଧ୍ୟ ଲଜ୍ଜାଶୀଳ ହୁଅ। ତାର ଶଯ୍ୟାର ସନ୍ନିକଟ ହୁଅ ନାହିଁ। ବନ୍ଧୁମାନଙ୍କ ସମ୍ମୁଖରେ ଉଚ୍ଚାରଣ କରିଥିବା ନିନ୍ଦାସୂଚକ ବାକ୍ୟଗୁଡ଼ିକ ସମ୍ବନ୍ଧରେ ଲଜ୍ଜାଶୀଳ ହୁଅ। ଉପହାର ପ୍ରଦାନ କଲା ପରେ ଭର୍ତ୍ସନା କର ନାହିଁ। ତୁମେ ଯାହା ଶୁଣିଅଛ ତାହା ଆବୃତ୍ତି କରିବା ତଥା ବାର୍ତ୍ତାଳାପ କରିବା ଓ ରହସ୍ୟ ସବୁ ଜଣାଇବା ସମ୍ବନ୍ଧରେ ଲଜ୍ଜାଶୀଳ ହୁଅ। ତେବେ ତୁମ ସମୁଚିତ ଲଜ୍ଜା ପ୍ରଦର୍ଶନ କରିବ ଓ ସମସ୍ତଙ୍କ ସମ୍ମୁଖରେ ତୁମେ ପ୍ରୀତି ପ୍ରାପ୍ତ ହେବ। ଅଧ୍ୟାୟ 42। ନିମ୍ନୋକ୍ତ ବିଷୟ ସମ୍ବନ୍ଧରେ ଲଜ୍ଜାଶୀଳ ହୁଅ ନାହିଁ ଓ ତୁମ ସମ୍ବନ୍ଧରେ ଅନ୍ୟମାନଙ୍କ ଆଲୋଚନାକୁ ଭୟ କରି ପାପ କର ନାହିଁ। ପରାତ୍ପରଙ୍କ ବିଧିବିଧାନ ତଥା ତାହାଙ୍କ ବ୍ୟବସ୍ଥା ବିଧାନ ଅଧର୍ମୀକୁ ଦୋଷମୁକ୍ତ କରିବା ପାଇଁ ବିଚାର, ଅଂଶୀଦାର ତଥା ସହଯାତ୍ରୀ ସହ ହିସାବ ନିକାଶ କରିବା, ବନ୍ଧୁମାନଙ୍କୁ ଉତ୍ତରାଧିକାର ବିଭକ୍ତ କରିବା, ତରାଜୁ ତଥା ବଟଖରା ସମ୍ବନ୍ଧରେ ନିର୍ଭୁଲ ହେବା, ଅଧିକ କିମ୍ବା ଅଳ୍ପ ଆଦାୟ କରିବା, ବଣିକମାନଙ୍କ ସହ ବ୍ୟବସାୟ କରି ଆଦାୟ ଲାଭ କରିବା, ସନ୍ତାନମାନଙ୍କୁ ଶୃଙ୍ଖଳିତ କରିବା ଓ ଦୁଷ୍ଟ ଦାସକୁ କଠୋର ଶାସ୍ତି ଦେବା ପ୍ରଭୃତି ବିଷୟରେ ଲଜ୍ଜାଶୀଳ ହୁଅ ନାହିଁ। ଅନିଷ୍ଟକାରିଣୀ ପତ୍ନୀକୁ ଶୃଙ୍ଖଳିତ କରିବା ଓ ଯେଉଁଠାରେ ଅନେକ ଲୋକ ଗମନାଗମନ କରନ୍ତି ସେଠାରେ ବସ୍ତୁ ପଦାର୍ଥକୁ କଲୋପ ପକାଇ ରଖିବା ଉତ୍ତମ ଅଟେ। ଯେକୌଣସି କାର୍ଯ୍ୟ ତୁମେ କର ସେ ସମସ୍ତକୁ ଗଣନା ତଥା ଓଜନପୂର୍ବକ ସାଧନ କର ଓ ଯେକୌଣସି ବିଷୟ କ୍ରୟ ବିକ୍ରୟ କର ସେ ସମସ୍ତର ଏକ ହିସାବ ନିକାଶ ଲିପିବଦ୍ଧ କରି ରଖ। ନିର୍ବୋଧ କିମ୍ବା ମୂଢ଼ ବ୍ୟକ୍ତିକୁ ଓ ଯୁବକମାନଙ୍କ ସହ କଳହ କରୁଥିବା ବୃଦ୍ଧମାନଙ୍କୁ ଉପଦେଶ ଦେବା ପାଇଁ ଲଜ୍ଜିତ ହୁଅ ନାହିଁ। ତାହା ହେଲେ ତୁମେ ପ୍ରକୃତରେ ଜଣେ ଶିକ୍ଷିତ ବ୍ୟକ୍ତି ରୂପେ ପ୍ରମାଣିତ ହେବ ଓ ସମସ୍ତଙ୍କ ସମ୍ମୁଖରେ ଅଙ୍ଗୀକୃତ ହେବ। କନ୍ୟା ସମ୍ବନ୍ଧରେ ପିତାର ଉଦ୍ବେଗ। ଜଣେ କନ୍ୟା ତାର ପିତାକୁ ଅଜ୍ଞାତ ସାରରେ ଉଜାଗର କରି ରଖେ ଓ ତା ସମ୍ବନ୍ଧୀୟ ଉଦ୍ବେଗ ତାକୁ ନିଦ୍ରାରୁ ବଞ୍ଚିତ କରେ। ତାର ଯୌବନ କାଳରେ ସେ ବିବାହିତା ହେବ କି ନାହିଁ ଓ ବିବାହିତା ହେଲା ପରେ ସେ ତାର ପତି ଦ୍ୱାରା ବିଦେଶିତା ହେବ କି ନାହିଁ ଏହିପରି ଭାବି ସେ ପିତା ବ୍ୟାକୁଳ ହୁଏ। କୁମାରୀ ଥିବାବେଳେ ସେ କଳଙ୍କିନୀ ହେବ କି ନାହିଁ କିମ୍ବା ପିତୃଘରେ ଥିବାବେଳେ ସେ ଗର୍ଭବତୀ ହେବ କି ନାହିଁ ଅଥବା ବିବାହିତା ହେଲା ପରେ ସେ ତାର ପତିକୁ ଅବିଶ୍ୱସ୍ତତା ଦେଖାଇବ କି ନାହିଁ କିମ୍ବା ବିବାହିତ ହେଲା ପରେ ସେ ବନ୍ଧ୍ୟା ହେବ କି ନାହିଁ ଏହିପରି ଆଲୋଚନା ଦିଗରେ ସେହି ପିତା ଶଙ୍କିତ ହୁଏ। ଏକ ଅନମନୀୟା କନ୍ୟା ବିଷୟରେ କଠୋରତା ପୂର୍ବକ ସତର୍କ ହୁଅ, ନଚେତ୍ ସେ ତୁମକୁ ଶତ୍ରୁମାନଙ୍କ ସମ୍ମୁଖରେ
ଉପହାସର ପାତ୍ରରେ ପରିଣତ କରିବ। ନଗରୀର ଏକ ପ୍ରବାଦ ବାକ୍ୟ ଓ ଜନତା ମଧ୍ୟରେ ନିନ୍ଦିତ ହୋଇ ସେ ତୁମକୁ ଜନସମୂହ ସମ୍ମୁଖରେ ଅପମାନିତ କରିବ। ନାରୀଗଣ, କୌଣସି ବ୍ୟକ୍ତିର ସୌନ୍ଦର୍ଯ୍ୟ ଲକ୍ଷ୍ୟ କର ନାହିଁ ଓ ନାରୀମାନଙ୍କ ମଧ୍ୟରେ ଉପବେଶନ କର ନାହିଁ, କାରଣ ବସ୍ତ୍ରରୁ କୀଟସମୂହ ଉଦ୍ଭବ ହୁଏ ଓ ନାରୀଠାରୁ ନାରୀସୁଲଭ ଦୁଷ୍ଟତା ବହିର୍ଗତ ହୁଏ। ନାରୀ ଦ୍ୱାରା ସାଧିତ ଉତ୍ତମ କାର୍ଯ୍ୟ ଅପେକ୍ଷା ପୁରୁଷର ଦୁଷ୍ଟତା ଅଧିକ କାମ୍ୟ। ନାରୀ ଲଜ୍ଜା ତଥା ଅପମାନ ଘଟାଏ। ସଂସାରରେ ଈଶ୍ୱରଙ୍କ ମହିମା। ମୁଁ ବର୍ତ୍ତମାନ ପ୍ରଭୁଙ୍କର କାର୍ଯ୍ୟ ସକଳ ସ୍ମରଣ କରିବି। ଯାହା ଦେଖିଅଛି ମୁଁ ତାହା ଘୋଷଣା କରିବି। ପ୍ରଭୁ କଥିତ ବଚନ ଦ୍ୱାରା ତାହାଙ୍କର କାର୍ଯ୍ୟ ସବୁ ସମ୍ପାଦିତ ହେଲା। ସୂର୍ଯ୍ୟ ଯେପରି ତାହାର ଉଜ୍ଜ୍ୱଳ କିରଣ ଦ୍ୱାରା ସମସ୍ତ ବସ୍ତୁକୁ ନିରୀକ୍ଷଣ କରେ, ସେହିପରି ପ୍ରଭୁଙ୍କର ମହିମା ତାହାଙ୍କର ସମସ୍ତ କର୍ମକୁ ଭରି ଦିଏ। ତାହାଙ୍କର ବିସ୍ମୟକର କର୍ମାବଳୀ ବର୍ଣ୍ଣନା କରିବା ପାଇଁ ପ୍ରଭୁ ତାହାଙ୍କ ସନ୍ଥ ଜନକୁ ମଧ୍ୟ କ୍ଷମତା ପ୍ରଦାନ କରିନାହାନ୍ତି। ବିଶ୍ୱ ଯେପରି ତାହାଙ୍କ ମହିମାରେ ଅଟଳ ହୋଇ ରହେ, ସେଥିପାଇଁ ସର୍ବଶକ୍ତିମାନ ପ୍ରଭୁ ତାହାଙ୍କ କର୍ମାବଳୀ ସ୍ଥାପନ କରିଅଛନ୍ତି। ସେ ଅଗାଧ ପାତାଳ ଓ ମାନବ ହୃଦୟର ସନ୍ଧାନ କରନ୍ତି ଓ ସେମାନଙ୍କର ନିଗୂଢ଼ ପରିକଳ୍ପନା ବିବେଚନା କରନ୍ତି। ଯାହା ଜ୍ଞାତବ୍ୟ ପରାତ୍ପର ସେ ସମସ୍ତକୁ ହୃଦ୍ବୋଧ କରନ୍ତି ଓ କାଳର ଚିହ୍ନ ସକଳ ପ୍ରତି ସେ ଦୃଷ୍ଟିପାତ କରନ୍ତି। ଅତୀତ ତଥା ଭବିଷ୍ୟତକୁ ସେ ପ୍ରଖ୍ୟାପନ କରନ୍ତି ଓ ଗୁପ୍ତ ବିଷୟଗୁଡ଼ିକର ଚିହ୍ନ ସେ ବିଜ୍ଞାପନ କରନ୍ତି। କୌଣସି ଚିନ୍ତା ତାହା ପ୍ରତି ଅଜ୍ଞ ନୁହେଁ ଓ ତାହାଙ୍କ ସନ୍ନିଧାନରେ କୌଣସି ବାକ୍ୟ ଗୁପ୍ତ ରହେ ନାହିଁ। ତାହାଙ୍କ ପ୍ରଜ୍ଞାର ମହତ କର୍ମାବଳୀ ସେ କ୍ରମାନ୍ୱିତ କରିଅଛନ୍ତି। ଅନାଦିଠାରୁ ଅନ୍ତ ପର୍ଯ୍ୟନ୍ତ ସେ ଅସ୍ତିତ୍ୱ ବିଶିଷ୍ଟ ଅଟନ୍ତି। କିଛି ହିଁ ତାହାଙ୍କ ସହ ସଂଯୁକ୍ତ କିମ୍ବା ତାହାଙ୍କଠାରୁ ବିଯୁକ୍ତ ହୋଇ ନପାରେ ଓ ତାହାଙ୍କ ପ୍ରତି କୌଣସି ଉପଦେଶକର ଆବଶ୍ୟକତା ନାହିଁ। ତାହାଙ୍କର କର୍ମାବଳୀ କେତେ କାମ୍ୟ ଓ ଦେଖିବା ନିମନ୍ତେ ସେ ସମସ୍ତ କେତେ ଉଜ୍ଜ୍ୱଳ। ସେ ସମସ୍ତ ଚିରକାଳ ବ୍ୟାପୀ ଜୀବନଯାପନ ତଥା ଅବସ୍ଥାନ କରନ୍ତି ଓ ଯେକୌଣସି ପରିସ୍ଥିତିରେ ସେମାନେ ତାହାଙ୍କର ଅନୁଗତ ହୁଅନ୍ତି। ସମସ୍ତ ବସ୍ତୁ ଯୋଡ଼ି ତଥା ସମ୍ପୂର୍ଣ୍ଣ ଅବସ୍ଥାରେ ସୃଷ୍ଟ ହୋଇଛି। କିଛି ହିଁ ଅପୂର୍ଣ୍ଣ ଅବସ୍ଥାରେ ସେ ସୃଜନ କରିନାହାନ୍ତି। ଗୋଟିଏ ଅନ୍ୟଟିକୁ ପରିପୂରଣ କରେ। ତାହାଙ୍କ ମହିମା ଦର୍ଶନ କରି କେହି କେବେ ସମ୍ପୃକ୍ତ ନୁହନ୍ତି କି? ଅଧ୍ୟାୟ 43। ସୂର୍ଯ୍ୟ ସ୍ୱର୍ଗୀୟ ଉଚ୍ଚତାର ଅଭିମାନ ଅଟେ। ଏକ ଉଜ୍ଜ୍ୱଳ ଅନ୍ତକ୍ଷୀଣ ନଭମଣ୍ଡଳ ଗୌରବମଣ୍ଡିତ ଦୃଶ୍ୟରେ ପରିଦୃଷ୍ଟ ହୁଏ। ଉଦୀୟମାନ ସୂର୍ଯ୍ୟ ଘୋଷଣା କରେ ଯେ ପରାତ୍ପରଙ୍କର କର୍ମାବଳୀ ବିସ୍ମୟକର କାର୍ଯ୍ୟ। ମଧ୍ୟାହ୍ନ ସମୟରେ ତାହା ପୃଥିବୀକୁ ଶୁଷ୍କ କରିଦିଏ। କିଏ ବା ତାହାର ଦଗ୍ଧକାରୀ ଉତ୍ତାପ ପ୍ରତିରୋଧ କରିପାରିବ? ଯିଏ ଅଗ୍ନିକୁଣ୍ଡ ପ୍ରଜ୍ୱଳିତ କରେ, ସେ ଦଗ୍ଧକାରୀ ଉତ୍ତାପରେ କାର୍ଯ୍ୟ କରେ, କିନ୍ତୁ ତାହାର 3 ଗୁଣ ଉତ୍ତାପ ଦ୍ୱାରା ସୂର୍ଯ୍ୟ ପର୍ବତ ସମୂହକୁ ଦଗ୍ଧ କରେ। ତାହା ଅଗ୍ନିମୟ ବାଷ୍ପକୁ ପ୍ରଶ୍ୱାସ କରେ ଓ ତୀବ୍ର କିରଣ ଦ୍ୱାରା ତାହା ଚକ୍ଷୁ ଝଲସାଇ ଦିଏ। ତାହାର ସ୍ରଷ୍ଟା ପ୍ରଭୁ ମହୋନ୍ନତ ଅଟନ୍ତି ଓ ତାହାଙ୍କର ଆଦେଶାନୁଯାୟୀ ତାହା ତାହାର ଗତିପଥରେ ତ୍ୱରାନ୍ୱିତ ହୁଏ। ଚନ୍ଦ୍ର ସମୟ ଚିହ୍ନାଇ ଦେଇ ଏକ ଚିରନ୍ତନ ସଂକେତ ରୂପେ ଅବସ୍ଥାନ କରିବା ସକାଶେ ସମୟ ନିଷ୍ଠ ଚକ୍ରକୁ ଚନ୍ଦ୍ରକୁ ମଧ୍ୟ ସେ ସୃଷ୍ଟି କଲେ। ଚନ୍ଦ୍ରକୁ ନିରୀକ୍ଷଣ କରି ଉତ୍ସବ ଦିନ ସକଳ ନିର୍ଣ୍ଣିତ ହୁଏ। ପୂର୍ଣ୍ଣତା ପ୍ରାପ୍ତ ହେଲା ପରେ ତାହାର ଜ୍ୟୋତି ହ୍ରାସ ହୁଏ। ଅଦ୍ଭୁତ ଭାବେ ବର୍ତ୍ତମାନ ହେଉଥିବା
ଚନ୍ଦ୍ର କଳାରେ ଆଧାରିତ ହୋଇ ମାସ ନାମିତ ହୁଏ। ଉର୍ଦ୍ଧ୍ୱସ୍ଥ ଆକାଶମଣ୍ଡଳରେ ଦୀପ୍ତିମନ୍ତ ସୈନ୍ୟବାହିନୀର ଏକ ତାରକା ତାହା ଅଟେ। ନକ୍ଷତ୍ରପୁଞ୍ଜ। ତାରକା ସମୂହର ଶୋଭା ନବମଣ୍ଡଳର ସୌନ୍ଦର୍ଯ୍ୟ ଅଟେ। ପ୍ରଭୁଙ୍କ ଉର୍ଦ୍ଧ୍ୱ ସ୍ଥାନରେ ଆଲୋକ ସ୍ଫୁରିତ ଏକ ଧାଡ଼ି ତାହା ଅଟେ। ଯିଏ ପବିତ୍ରତମ ତାହାଙ୍କର ଆଦେଶାନୁଯାୟୀ ସେ ସମସ୍ତ ଯଥାସ୍ଥାନରେ ଦଣ୍ଡାୟମାନ ହୁଅନ୍ତି। ସେମାନଙ୍କ ଜାଗରଣରୁ ସେମାନେ କେବେ ହେଁ ଶିଥିଳ ହୁଅନ୍ତି ନାହିଁ। ମେଘଧନୁ। ପ୍ରକାଶରେ ଅତିଶୟ ଲାବଣ୍ୟ ବିଶିଷ୍ଟ ମେଘଧନୁକୁ ନିରୀକ୍ଷଣ କର ଓ ଯିଏ ତାହା ସୃଷ୍ଟି କରିଅଛନ୍ତି ତାହାଙ୍କର ସ୍ତୁତିଗାନ କର। ତାହାର ମନୋରମ ବୃତ୍ତାକାର ଦ୍ୱାରା ତାହା ଆକାଶମଣ୍ଡଳକୁ ପରିବେଷ୍ଟନ କରେ। ପରାତ୍ପରଙ୍କର ହସ୍ତ ତାହାକୁ ପ୍ରସାରିତ କରିଅଛି। ଜଗତରେ ଅଦୃଶ୍ୟମାନ ଅନ୍ୟାନ୍ୟ ଆଶ୍ଚର୍ଯ୍ୟଜନକ ବସ୍ତୁ। ତାହାଙ୍କ ଆଦେଶାନୁଯାୟୀ ସେ ହିମପାତ ପଠାନ୍ତି ଓ ତାହାଙ୍କ ଆଜ୍ଞାନୁକ୍ରମେ ସେ ବିଦ୍ୟୁତକୁ ତ୍ୱରାନ୍ୱିତ କରନ୍ତି। ସେହିଠାରେ ତାହାଙ୍କର ଭଣ୍ଡାର ଘରସମୂହ ଉନ୍ମୁକ୍ତ ହୋଇଛି ଓ ବିହଙ୍ଗ ସଦୃଶ ଉଡ଼ି ମେଘମାଳା ବାହାରି ଯାଏ। ତାହାଙ୍କ ପ୍ରତାପରେ ସେ ମେଘମାଳାକୁ ଏକତ୍ରିତ କରନ୍ତି ଓ କରକାପାତକୁ ଖଣ୍ଡ ଖଣ୍ଡ କରନ୍ତି। ତାହାଙ୍କ ଆବିର୍ଭାବରେ ପର୍ବତ ସକଳ ପ୍ରକମ୍ପିତ ହୁଏ ଓ ତାହାଙ୍କର ଅଭୀଷ୍ଟାନୁଯାୟୀ ଦକ୍ଷିଣ ବାୟୁ ପ୍ରବାହିତ ହୁଏ। ମେଘ ଗର୍ଜନରେ ସେ ପୃଥିବୀକୁ ଧମକ ଦିଅନ୍ତି ଓ ଉତ୍ତର ବାୟୁ ତଥା ଘୂର୍ଣ୍ଣିବାୟୁ ଦ୍ୱାରା ସେ ଭର୍ତ୍ସନା କରନ୍ତି। ଉଡ଼ି ଅବତରଣ କରୁଥିବା ପକ୍ଷୀ ସଦୃଶରେ ସେ ନିହାର ବିକ୍ଷିପ୍ତ କରନ୍ତି ଓ ତାହା ପଙ୍ଗପାଳ ସଦୃଶ ଅବତୀର୍ଣ୍ଣ ହୁଏ। ତାହାର ସୌନ୍ଦର୍ଯ୍ୟତା ଯୋଗୁଁ ଚକ୍ଷୁ ଆଶ୍ଚର୍ଯ୍ୟ ବୋଧ କରେ ଓ ତାହାର ପତନ ଦେଖି ମନ ବିସ୍ମୟାଭିଭୂତ ହୁଏ। ତୁଷାରକୁ ଲବଣ ସଦୃଶ ସେ ପୃଥିବୀରେ ବିଚ୍ଛିନ୍ନ କରନ୍ତି ଓ ଘନୀଭୂତ ହେବା ସମୟରେ ତାହା କ୍ଷୀଣାଗ୍ର ବିଶିଷ୍ଟ କଣ୍ଟାରେ ପରିଣତ ହୁଏ। ଶୀତଳ ଉତ୍ତର ବାୟୁ ପ୍ରବାହିତ ହୁଏ ଓ ଜଳର ଉପରିଭାଗ ବରଫରେ ପରିଣତ ହୁଏ। ସମସ୍ତ ଜଳାଶୟ ଉପରେ ତାହା ରୂପାୟିତ ହୁଏ ଓ ଜଳ ତାହାକୁ ଋଣାସ୍ତ୍ର ସଦୃଶ ପରିଧାନ କରେ। ପର୍ବତ ସକଳକୁ ଉତ୍ତାପରେ ସେ ଦହନ କରନ୍ତି। ମରୁ ପ୍ରାନ୍ତରକୁ ଦଗ୍ଧୀଭୂତ କରନ୍ତି ଓ ଅଗ୍ନି ସଦୃଶ କମଳ ତୃଣକୁ ଶୁଷ୍କ କରନ୍ତି। କିନ୍ତୁ ସମସ୍ତଙ୍କୁ କୁହୁଡ଼ି ସୁସ୍ଥ କରେ। ଶିଶିର ଆବିର୍ଭୂତ ହୋଇ ସମସ୍ତକୁ ଉତ୍ତାପରୁ ସଜୀବ କରେ। ତାହାଙ୍କ ନିର୍ଦ୍ଦେଶ ଦ୍ୱାରା ସେ ମହା ଅଗାଧକୁ ନିଶ୍ଚଳ କରେ ଓ ତନ୍ମଧ୍ୟରେ ଦ୍ୱୀପଗୁଡ଼ିକୁ ପ୍ରସ୍ତୁତ କଲେ। ସମୁଦ୍ର ଯାତ୍ରୀଗଣ ତାହାର ବିପଦ ସମ୍ବନ୍ଧରେ ବାର୍ତ୍ତାଳାପ କରନ୍ତି। ସେମାନଙ୍କର ବର୍ଣ୍ଣନା ଶୁଣି ଆମେ ବିସ୍ମୟାଭିଭୂତ ହେଉ, କାରଣ ଅସାଧାରଣ ତଥା ଆଶ୍ଚର୍ଯ୍ୟଜନକ ଜନ୍ତୁ ସକଳ ତହିଁରେ ବାସ କରନ୍ତି ଓ ସର୍ବବିଧ ପ୍ରାଣୀ ତଥା ସମୁଦ୍ରଜୀବୀ ବିରାଟ ଜନ୍ତୁ ସକଳ ସେଥିରେ କାଳାତିପାତ କରନ୍ତି। ତାହାଙ୍କ ଯୋଗୁଁ ତାହାଙ୍କର ଦୂତମାର୍ଗର ସନ୍ଧାନ ପାଏ ଓ ତାହାଙ୍କର ବଚନ ଦ୍ୱାରା ସମସ୍ତ ବସ୍ତୁ ଯଥାଯଥ ମାର୍ଗ ଅବଲମ୍ବନ କରେ। ଯଦିଓ ଆମେ ବହୁ କଥା କହିବୁ, ତଥାପି ଆମେ ସେ ସମସ୍ତକୁ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରିପାରିବୁ ନାହିଁ। ତାହା ହେଲେ ଆମ କଥାର ସାରାଂଶ ଏହା ଯେ ସେ ସର୍ବେସର୍ବା ଅଟନ୍ତି। ତାହାଙ୍କର ପ୍ରଶଂସା ଗାନ କରିବା ପାଇଁ ଆମେ କେଉଁଠାରୁ କ୍ଷମତା ପ୍ରାପ୍ତ ହେବା? ସମସ୍ତ ସୃଷ୍ଟି ଅପେକ୍ଷା ସେ ମହୋନ୍ନତ। ପ୍ରଭୁ ଭୟାନକ ତଥା ମହୋନ୍ନତ ଅଟନ୍ତି ଓ ତାହାଙ୍କର ଶକ୍ତି ଆଶ୍ଚର୍ଯ୍ୟଜନକ। ସର୍ବଶକ୍ତି ସହକାରେ ଯଦିଓ ତୁମେ ପ୍ରଭୁଙ୍କୁ ପ୍ରଶଂସା ତଥା ମହିମାନ୍ୱିତ କରିବ, ତଥାପି ସେ ସମସ୍ତକୁ ସେ ଟପି ଯାଆନ୍ତି। ତୁମେ ଯେବେ ତାହାଙ୍କୁ ମହିମାନ୍ୱିତ କରିବ,
ତେବେ ତୁମର ସର୍ବଶକ୍ତି ବିନିଯୋଗ କର। କ୍ଳାନ୍ତ ହୁଅ ନାହିଁ, ତଥାପି ତୁମର ସମୁଚିତ ଭାବେ ତାହାଙ୍କର ପ୍ରଶଂସା ଗାନ କରି ପାରିବ ନାହିଁ। କିଏ ତାହାଙ୍କର ଦର୍ଶନ ଲାଭ କରିଅଛି? ତାହାଙ୍କୁ ବର୍ଣ୍ଣନା କରିବା ପାଇଁ କିଏ ସକ୍ଷମ? କିମ୍ବା ଯଥୋଚିତ ଭାବେ କିଏ ତାହାଙ୍କୁ ଗୌରବାନ୍ୱିତ କରିପାରିବ? ଏ ସମସ୍ତ ଅପେକ୍ଷା ଅନେକ କାର୍ଯ୍ୟ ଗୁପ୍ତ ହୋଇ ରହିଛି। କେବଳ ତାହାଙ୍କର କେତେକ କର୍ମର ଦର୍ଶନ ଆମେ ଲାଭ କରିଅଛୁ। ସମସ୍ତ ବସ୍ତୁ ପ୍ରଭୁ ସୃଜନ କରିଛନ୍ତି, ନୀତିନିଷ୍ଠ ମାନଙ୍କୁ ସେ ପ୍ରଜ୍ଞା ପ୍ରଦାନ କରିଅଛନ୍ତି।